କିନ୍ତୁ ସବୁ ଦେଖାଯାଉଥିବା ଜିନିଷ ଭଲ ବୋଲି ଆମେ ଗ୍ରହଣ କରିପାରିବାନି। ଜିଞ୍ଜି ଦେବୁ ଦେ ଟିକେ ଦେ ତ ବହୁ ବିଦ୍ୟାରାୟଣ ଦେ ସବୁ ଖାଇ ତ ଗଲୁଣି। ସକାଳୁ ସକାଳୁ କୁଆଡ଼େ ଅପରେସନ ଥିଏଟର? ହାଁ ଦେଖିବୁ କ'ଣ କରୁଛି କ'ଣ କହ ମୁଁ ବା ଆଣିଥିଲି ଏଥିରେ ପଶିକି ଗାଧେଇବି ବୋଲି। ଗୋଟେ କାଣ୍ଡ ଜ୍ଞାନ ନାହିଁ ବୁଝିଲ, କିଛି ବି କରୁଛ ତମେ। ଡାକ୍ତରୀ ପଢିଲନି, ଗ୍ଲୋଭ୍ସ ଥିଲା, ମାଟି କାମ କଲଣି। ଚାକିରି ବାକିରି ଛାଡ଼ି ଦଉନ, ଫାର୍ମିଂ କରୁନ। ଫାର୍ମିଂ କର। ଦେଖୁଛୁ ଭୁସି ଦେବି ତତେ, ଭୁସି ଦେବି। ବ୍ୟବହାର ଦେଖାନ୍ତି ସ୍ତ୍ରୀ ମାନଙ୍କୁ। ଗେଞ୍ଜି ଦେବି। ଯାଉନ ବିରିୟାନୀ କରିବ, ସେତେବେଳେ ମଟନ ଆଇଲାଣି। ମଟନ କେବଳ ଆମ ମଟନ ଇଏ, କାହିଁକି ନା ଆମେ ଆଣିଛୁ ନା। କ'ଣ କହୁଛ? ଏଟା ନଳିଟା, ଏଟା ନଳି ପିସ୍ ହାପୁଡ଼ିଲ। ଇହି ଏମିତି କ'ଣ ହଉଛ? ଏଟା ତମର ଚାଟ୍ଟା ଆସିଛି ନା, ମୁଁ ଏଟା ଖାଇବିନି। ମୁଁ ସବୁ ଖାଇବି। ଏତିକି କ'ଣ ମତେ ପାଇବ? ମୁଁ ଏତିକି ଆଣିଛ, ଏତିକି କ'ଣ? ମୁଁ ଦିନ ଗୋଟାଏ ପିଲା ଏତିକି ଖାଇଯିବି। ବିରିୟାନୀ ବିରିୟାନୀ ହବ। ବିରିୟାନୀ ହେଲେ ବି ମୁଁ ଏତିକି କେମିତି, ମୁଁ କିଛି ବୁଝିପାରୁନି। ସେପଟେ ଆଉ କ'ଣ ଇଏ, ଏପଟେ ପିଆଜ ଛଣା ଚାଲିଛି, ଆଳୁ ଛଣା ହେଇସାରିଛି। ଆରେ ୟାର ଏତିକି ବେଶୀ ଖାଇଲେ ଜାଣିଛୁ ତ କ'ଣ ହବ। ମାନେ ବିରିୟାନୀଟା ସେ କରୁଛନ୍ତି ମାନେ ସେ ନିଜକୁ ଭାବୁଛନ୍ତି ବୋଧେ ମାନେ କ'ଣ ଶୁଣ, ତମେ ମଟନ ବିରିୟାନୀ କରିକି ତମେ ଭାବୁଛ ଯେମିତି ମାନେ କ'ଣ କହିଲ, ଗୋଟେ କ'ଣ ବଡ ଜିନିଷ ଉଠଉଛ। ବଡ ଜିନିଷ ତ ଉଠଉଛ। କ'ଣ ଉଠଉଛ? ମଟନ ଏଟା ଉଠଉଛି, କଢେଇ ଉଠଉଛି। ତମେ କ'ଣ କଲ ଆଜି? ମାନେ ଆଇଁଷ ବାରିଟା କିଲେ ମଟନ ଘାଣ୍ଟି ପାରିବ? ମୁଁ ସବୁ କରିପାରିବି। ସବୁ କରିଦବ। ନାଇଁ ତମେ ଯାହା ନାରାୟଣୀ। ହଁ ହଉ ହେଲା। ତମେ କ'ଣ ନର ନୁହଁ, ତମେ ନର ରାକ୍ଷସ। ଅତି ଗୋଟେ ଚାହା ସୋସାଡ଼ି ଗୋଟେ ଏଇ କାମ କରୁଛନ୍ତି। ମୁଁ ସକାଳୁ କ'ଣ ଖାଇଛି? ସାଲାଡ ଜୁସ୍ ଟିକେ ପିଇଥିଲି, ଅଣ୍ଡାଟେ ଖାଇଥିଲି, ପରଟା ଭଜା ଖାଇଥିଲି। ତମେ ସକାଳୁ ଉଠି ମଟନ ଫଟନ ଆଣି ଯାଇ ଚାହା ଫାହା ପିଇଲଣି। ମୁଁ ଚାହା ଟିକେ ପିଇଛି ମାନେ ମୁଁ କ'ଣ ଝିଅ ପିଲା ବୋଲି ମୋର କିଛି ନାହିଁ ନା? ମୋ ପେଟ ଖାଇବା ଖୋଜେନି, ମତେ ଭୋକ କଲାଣି ସବୁ। ଚାହାଟା ଥୋଇ ଦେଇଛନ୍ତି, ମୁଁ ଯାଉଛି ଏଥିରେ ପରଟା ଗୋଟେ ବୁଡ଼େଇକି ଖାଇଦେବି। ସୁଡ଼ସାଡ଼ କ'ଣ ମୋ ଚାହା କ'ଣ ପିଇଗଲୁ ବେ? ପାଟିରେ କ'ଣ ପୁରେଇଛୁ? ପରଟା। କ'ଣ କରୁଛୁ? କିଛି ଗୋଟେ ରଖିନ, ଖାଇବି। ମତେ ଭୋକ କଲା ବେଳକୁ କିଛି ଗୋଟେ ନାହିଁ। କ'ଣ ଖାଇବି? ଡାଳଚିନି ଖାଇବି। ସବୁ ଖାଇ ତ ଗଲୁଣି, ଡବା ଭଳିଆ ଖୋଳ କରିସାରିଲାଣି ଖାଇ ଖାଇ। ଏଇଟା ଖାଇବି। ଚୁପଚାପ ଚାଲ, ଦେଖିବୁ କେମିତି ମ୍ୟାରିନେସନ ହଉଛି। ଚାଲ ମ୍ୟାରିନେସନ ଦେଖିବୁ, ଚାଲ। ଶିଖିବନି, କିଛି କରିବନି। ଆରେ ଖାଲି ଖାଇବି ହେଲା। ହଁ ଖାଇଯା। ଏଇ ତ ଦରକାର। ଗୋଟେ ଅଦା ରସୁଣ ପେଷ୍ଟ ଅଛି, ଖାଇଯାଉନୁ। କାଇଁ ସେମିତି ହଉଛ? କ'ଣ ପାଇଁ? କ'ଣ ମୁଁ ଖାଉଛି ଯେ ତମେ ଏମିତି ହଉଛ? ମୁଁ ସବୁବେଳେ ଖୁଣି ମତେ ଝଡେଇ ସାରିଲାଣି, ରକ୍ତ ଶୋଷି ସାରିଲାଣି ମୋ ଦେହରୁ। ଭଜା ଆଳୁଟା ଖାଇବି। ମ୍ୟାରିନେସନ ଶିଖ ଠିଆ ହେଇକି ଦେଖ, ମଟନକୁ କେମିତି ମସାଜ କରିବି ଦେଖ। ଦର୍ଶକ ବନ୍ଧୁ ଦେଖନ୍ତୁ, ବର୍ତ୍ତମାନ ଆମ ମଟନର ଅଏଲ ମସାଜ ହବ। ବର୍ତ୍ତମାନ ସେ ପାର୍ଲରରେ ଶୋଇଛି, ତା ଦେହରେ ଅଏଲ ମସାଜ ହବ। ତେଲ, ସୋରିଷ ତେଲ, ବର୍ତ୍ତମାନ ଟିକେ ଘିଅ ପଡୁଛି ତା ଦେହରେ। ଘିଅ ସେତିକି ପକା, ମୁଁ ଖାଇବି। ଘିଅ ଖାଇବି, ସରିଯିବ ମୋର। ଗୋଟେ ମଟନ ଖାଇବ ବୋଲି ତାକୁ ତେଲ ମାର, କି ଯାତ୍ରା। ଏବେ ବର୍ତ୍ତମାନ ମଟନର ହଳଦୀ ରସମ ହେଉଛି ହେଲା, ଯେମିତି ସବୁ ହଳଦୀ ମେହେନ୍ଦି ହୁଏ, ମଟନର ହଳଦୀ ରସମ। ଆଉ କ'ଣ କରିବ? ମୁଁ ତାକୁ ଗୋଳାଗୋଳି କରିବିନି, ମୋ ହାତ ମୁଁ ମ୍ୟାନିକ୍ୟୁର କରିଛି। ତେଣୁକରି ଶୁଣନ୍ତୁ, ପୁଅ ପିଲାଙ୍କ ହାତରେ ସେମାନେ ମସାଜଟା ଦେଲେ ସେଟା ଟିକେ ବେଶୀ ଭଲ ହୁଏ ହେଲା। ଆପଣମାନେ କମେଣ୍ଟ କରି ଜଣେଇବେ, ଯେଉଁମାନଙ୍କର ବାହାଘର ହେଇଛି ଆଉ ହଳଦୀ ସେରେମନିରେ ସେମାନଙ୍କର ହଳଦୀରେ ଲୁଣ ପଡ଼େ କି? କିନ୍ତୁ ମଟନ ହଳଦୀରେ ଲୁଣ ପଡ଼େ। ବର୍ତ୍ତମାନ ତାକୁ ଷଡ଼ଙ୍ଗୀ ବାବୁ ପୁରା ଭଲ ରକମର ମସାଜ ଦେବେ। ଓହୋ, ଶୁଣୁନ, ସେଇ ତ ଏକା ଜିନିଷ। ଆ ଦେହରେ ପକେଇଲେ ସେ ଯେଉଁ ଛଣା ପିଆଜକୁ ପକେଇଦେଲ। ମୁଁ ଦୁଇଟା ଖାଇଥାନ୍ତି, ମୋ ପାଇଁ ଦୁଇଟା ରଖୁନ। ଦିଅ। ବାହାରେ ପକେଇ ଦଉଛି, ତ ଲୋଭ ପଡ଼ିଲା।
ବାହାରେ ପକଉଛନ୍ତି କିନ୍ତୁ ମତେ ଦେଲେନି ମାନେ ତାଙ୍କର କେଡେ ମୁହଁ। ଏଇଟା ପଡିଲା କାଶ୍ମୀରୀ ଚିଲି ପାଉଡର, ଲଙ୍କା ଗୁଣ୍ଡରେ କାହାର ହଳଦୀ ରସ ହୁଏ କିନ୍ତୁ ମଟନର ହୁଏ। ବର୍ତ୍ତମାନ ଏଇଟାକୁ କେତେବେଳେ ତାକୁ ଘଷିବ, ମାନେ ଯାତ୍ରା ମସଲା ସବୁ ପକଉଛ, ଏଟା ମିଟ୍ ମସଲା। ମୁଁ ଜୋର ଜୋର କହିଦଉଛି ଏଟା ମିଟ୍ ମସଲା। ଆଉ କଣ ପକେଇବ ତା ଦେହରେ? ବିରିୟାନୀ ମସଲା। ଜଲ୍ଦି କହୁନ, ମୁଁ କଣ ଖାଇବି, ମ୍ୟାଗି କରିବି, ନହେଲେ ମୋତେ ଭୋକ କଲାଣି। ତ ଏତିକି ମସଲା ପଡିବ, ତାକୁ ଘଣ୍ଟା ହାତ ଫୁର୍ତ୍ତି ଫୁର୍ତ୍ତି ଚଲଉନ, କଣ ଗୋଟେ ସେ ଯାତ୍ରା ପକଉଛନ୍ତି ଏଠି। ଧନିଆ ପତ୍ର ପକେଇଛ, ପୁଦିନା ପତ୍ର। ହଁ ହଉ। ତ ଏଇଟା ସବୁ ତାପରେ ମସାଜ କରୁଛନ୍ତି ଆଉ। ଦେଖୁଛନ୍ତି ତମ ଏଇଥିଲାଗି କହୁଥିଲି ପୁଅ ପିଲାମାନଙ୍କ ହାତଟା ବହୁତ ଟାଣ, ତ ସେମାନେ ମାନେ ଘଷି ଘଷି ଭଲ ଭାବରେ ମସାଜ ଦିଅନ୍ତି ହେଲା। ଯେମିତିକି ଆମର ଷଡ଼ଙ୍ଗୀ ବାବୁ ବର୍ତ୍ତମାନ ତୈଳ ମର୍ଦ୍ଦନ କରୁଛନ୍ତି, ହଳଦୀ ରସମକୁ ପାଳନ କରୁଛନ୍ତି। ଆପଣମାନେ ମଧ୍ୟ ଯେଉଁମାନେ ବିରିୟାନୀ ର ସେଲିବ୍ରେସନ୍ କରିବା ପାଇଁ ଚାହୁଁଛନ୍ତି, ଆଗକୁ ବହୁତ ସାରା ସେଲିବ୍ରେସନ୍ ମୋଡ୍ ଅନ୍ ହେବାକୁ ଯାଉଛି। ତେଣୁକରି ଏଇଭଳି ଭାବରେ ମଟନ ଆଣି ମଟନକୁ ଏଇଭଳି ଭାବରେ ମର୍ଦ୍ଦନ କରନ୍ତୁ ଏବଂ ତାପରେ ଗାଦୁଲୁ ଗାଦୁଲୁ ହେଇ ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ। ୱାଓ, ସୁପର ୟମ୍ମି ଡେଲିସିୟସ୍ ଆଣ୍ଡ ଖାଇବୁ ଆକୁ କିଏ ଖାଇବ? ମୁଁ ମଣିଷ ନା କଣ? କଣ ମତେ କଣ ଭାବିଲ କି? ମଣିଷ ତ ତୁ ନୁହଁ। ଦେଖିଲେ ତ ସେ କଣ ଦେଖିଲେ ତ ବିରିୟାନୀ ଚାଉଳ ପାଇଁ କି ରାଇସ୍ ପଡି ଯାଇଛି, ବଏଲ ହଉଛି। ଆଉ ପ୍ରେସର କୁକରରେ ମଟନ କଷା ଆରମ୍ଭ ହେଇଯାଇଛି। ଏ କଷାରେ ଆମେ ତ ପିଆଜ ଯେମିତି ପକେଇବା କଥା ପଡିଥିଲା, ତାପରେ ଅଦା ରସୁଣ ପେଷ୍ଟ ଆପଣ ଦେଖିଥିବେ ମ୍ୟାରିନେସନରେ ଏଥିରେ ପିଆଜ ପଡିଥିଲା, ସବୁ ପଡି ଯାଇଥିଲା। ହଁ, ତେଣୁକରି ଟୋଟାଲ ଉପରେ ଏଇଟାକୁ କଷା ହେଲା, ମାନେ ଆକୁ କଷା ହେଲା, କଷିକି ବର୍ତ୍ତମାନ ପ୍ରେସର ଦିଆହବ। ଏଇଆଟି ଯେମିତି ବତେଇଥିଲି ସେମିତି କରୁଛଟି? ଯେମିତି ବତେଇଥିଲି ସେମିତି କରୁଛ ନା ନାଇଁ? ତତଲା ଲୁହା ପିଠା ପଡିକା, ଲୁହା ନୁହଁ ତତଲା ପିଠା ପଡିକା ନରମ ଲଗେଇଛି। ଅରେଞ୍ଜ ଜୁସ୍ କରୁଛୁ? ହଉ, ମୋ ପାଇଁ ବୋଧେ ତିଆରି ହଉଛି। ମୁଁ ଟିକେ ରଜା ଲଗାଏ ବସ। ଓହୋ, ଯୋଉ ରେଟ୍ରେ ମାନେ ପାଗ ଭଲ ଅଛି ହେଲେ ବି ମାନେ କଣ କହିଲ, ତମେ ଯୋଉ ରୋଷେଇ କରୁଛ ପୁରା ଥକା ଲାଗୁଛି। ଆରେ କଣ ମୁଁ ପିଇବାକୁ ଗଲେ ଭୋକ କଲାଣି କେତେବେଳେ? ତମେ ଘଣ୍ଟାଏ ଲଗେଇବ ରୋଷେଇ କରିବାକୁ, ତମେ ପୁଣି ଛଡେଇକି ନଉଛ। କମ ମଣିଷ ନା କଣ ତମେ? ମୁଁ ସେଇଠି ନିଆଁରେ ଠିଆ ହେଇକି ଆରେ ସ୍ତ୍ରୀ ଅଇଁଠା ଆଉ ପିଅନ୍ତିନି। ହେ ଭଗବାନ, ତମେ ତମର କରିକି ପିଉନ, ଇଏ କି ଦେ ଟିକେ ଦେ ତ ବହୁ ବିଚାର। ହଉ ପିସଟେ ହଉ ଚାଖିବି, ନହେଲେ କେମିତି ଜାଣିବି ତମ ପୁରୁଷ ପଣିଆ ପାରିବା ପଣିଆ। ମାନେ ମଟନ ଟା ଯେତେ ଭଲ କଷିଥିବ ସେତେ ତମ ପାରିବା ପଣିଆ ଜଣା ପଡିବ। ଖାଇଦବ ବନ୍ଧୁ, ଆମ ଦି ଜଣଙ୍କ ଭିତରେ ଟିକେ ମନ ମତାନ୍ତର ହେଇଗଲା। ତା ଭିତରେ ମୁଁ ଆପଣଙ୍କୁ କିଛି କହିପାରିଲିନି, କାରଣ ଏଇଭଳିଆ ପର୍ସନାଲିଟି ଥିଲେ ଏଇଭଳିଆ ଝଗଡ଼ା ଝାଣ୍ଟି ଲାଗିବ। ବିରିୟାନୀ କରୁଛନ୍ତି ଯେ ବୁଲଡୋଜର ଉଠେଇଲା ଭଳିଆ କଥାବାର୍ତ୍ତା କରୁଛନ୍ତି। କଣ ଭାବୁଛନ୍ତି କେଜାଣି ନିଜକୁ? କେମିତି ଠିଆ ହେଇଛନ୍ତି ଦେଖିଲ? ମା ମିଳୁ ମା। ଆରେ ବାବା ସନ୍ତୁଳା ଖାଇବି। ହଁ ହଉ, ସନ୍ତୁଳା ସ୍ୱାସ୍ଥ୍ୟ ପାଇଁ ମାନେ ଭଲ। ତ ଏଇଟା ହେଲା ବିରିୟାନୀରେ ତମେ ଯୋଉ କ୍ଷୀରରେ ଗୋଲାପ ଜଳ, ଆଉ କଣ ପକେଇଛ? ଘିଅ ଟିକେ, ଆଉ କଣ? ପାଣି ଟିକେ, ବିରିୟାନୀ ମସଲା ଟିକେ, ତାପରେ କଣ କଣ ସବୁ ପକେଇଛ କହିଦିଅ? କେଉଡା ବାଟର, ଗୋଲାପ ଜଳ ବି ପକେଇଲ, କେଉଡା ବାଟର ବି ପକେଇଲ, ଆଉ କଣ? ସେତିକି ପକେଇକି ଆଧିରେ ପକେଇ ଦେଇଛନ୍ତି, ଆଉ ଦମ ବି ଦେଇ ଦେଇଛନ୍ତି ହେଲା। ଇଏ ଜୁସ୍ ବି କରିଦେଇଛନ୍ତି, କିନ୍ତୁ ନାଇଁ ଏଇଟା ହଉଛି ରୋଗଣ ମଟନ ସୁପ୍। ତ ବିରିୟାନୀ ଟା ରିଭିଲ୍ ମୁଁ କରିବି ଆଉ ଟିକେ ପରେ। ଅମା ଭାବନ୍ତୁନି ମୁଁ ବସିକି ଖାଉଛି, ଏଇଟା ମୁଁ ତିଆରି କରିଛି। ଗଡ଼ ଜିତିଗଲା। ଆଉ କଣ? ତମେ ଯଦି ବିରିୟାନୀ ତିଆରି କରି ଗଡ଼ ଜିତି ଯାଉଛ, ମୁଁ କଚମ୍ବର ତିଆରି କରି କାହିଁ ଜିତିବିନି? ଗଡ଼ ଜିତ ଗଇ। ଭାସିଗଲା ସେଠୁ। ଏଇଟା ମୁଁ ତିଆରି କରୁଛି ଦର୍ଶକ ବନ୍ଧୁ, ବିଶ୍ୱାସ କରିବେନି, ବଢିଆ ଦେଖାଯାଉଛି। ହଁ, ଏଇଟା ମୁଁ ତିଆରି କରିଛି, ଆଉ ଏଇଟା ବହୁତ ବଢିଆ ଦିଶୁଛି, ଆଉ ଏଇଟା ବହୁତ ଭଲ ମଧ୍ୟ ଲାଗିବ। ଏମିତି ଭଲ ଲାଗିବ ଯେ ବିରିୟାନୀକୁ କାଟିଦବ। ଦେଖନ୍ତୁ, ଘଣ୍ଟାର ମୋର ଅକ୍ଳାନ୍ତ ପରିଶ୍ରମ ପରେ ଆଉ କଣ ତମେ ଆଉ କାହାର? ତୁମି ଯେ ଆମର, আমি যে তোমার, ଏତିକି କଣ ପାଇବ ମତେ? ଆଣିଛ କଞ୍ଜୁସଙ୍କ ଭଳିଆ ମଟନ, ଦେଖୁନ
ଆଳୁ ଏତିକି ମୋର ଖା। ଅନେଇଲ ଟୋଟାଲ ଉପରେ ଘରୁ ପଳାଅ, ସେ ତଳ ଘରୁ ତାଙ୍କ ଘରେ ରହିବ, ଫନି ଘରେ ରହିକି ଖାଇବା ପିଇବା କରିବ। ଓହୋ ନାଇଁ ଆକ୍ଚୁଆଲି ପୁରା ଡାଲିସିୟସ୍ ହେଇଛି ବିରିୟାନୀଟା ନା, ଦେଖିକି ତ ଭଲ ଲାଗୁଛି, କିନ୍ତୁ ସବୁ ଦେଖାଯାଉଥିବା ଜିନିଷ ଭଲ ବୋଲି ଆମେ ଗ୍ରହଣ କରିପାରିବାନି ନା କ'ଣ? ଭୁଲ କହିଲି ବନ୍ଧୁ? ଆରେ ଆରେ ପଳେଇ ଆସିଛି ତ, ମୁଁ ଖାଇଦେବି, ତମେ ପୁଣି ଉଠେଇକି କ'ଣ ନେଉଛ? ହେ ମାନେ କି କଞ୍ଜୁସ୍, ମାନେ ଇଏ ମୋତେ ଗୋଟେ ରଖିଛନ୍ତି ପୋଷୁଛନ୍ତି ବୋଲି ମୋତେ ଏତିକି ଏତିକି ଖାଇବାକୁ ଦେଉଛନ୍ତି, ଏତିକିରେ ମୋ ରକ୍ତ ଶୁଖିବନି? ଓଃ, ଆମର କାହା ସହିତ ଲେନଦେନ ଦରକାର ନାହିଁ, ଆମେ ଖାଇଦେଲେ ଗଲା ହେଲା। ଆମର କ'ଣ ଦରକାର କହୁନ ଦର୍ଶକ ବନ୍ଧୁ? ବଢ଼ିଆ ମାନେ ବାସ୍ନା ବଢ଼ିଆ ଲାଗୁଛି। ବିରିୟାନୀ ଖାଇକି ମୁଁ ତ ପୁରା ବେହାଲ ହେଇଯାଇଛି ଆଜ୍ଞା। ଆଉ ବିରିୟାନୀର ଟେଷ୍ଟ ପୁରା ଦମଦାର ଥିଲା। ତେବେ ଏମିତି ନିଜ ନିଜ ସ୍ୱାମୀମାନଙ୍କୁ କୁହନ୍ତୁ ସୁନ୍ଦର ବିରିୟାନୀ ବନେଇବେ, ଆଉ ଆପଣମାନେ ଖାଆନ୍ତୁ, ଟେଷ୍ଟ କରିକି କୁହନ୍ତୁ କେମିତି ଲାଗିଲା। ଆଜି ପାଇଁ ଏଇଠି ରହୁଛି, ପୁଣି ଦେଖା ହବା ଗୋଟେ ନୂଆ ଭିଡ଼ିଓରେ, ଯୋଉଥିରେ କି ଷଡ଼ଙ୍ଗୀ ବାବୁଙ୍କର ଲଣ୍ଡନ ଫେରନ୍ତା ଶଳା ଆସୁଛନ୍ତି, ଆଉ ତାପରେ କ'ଣ ସବୁ ଇଣ୍ଟରେଷ୍ଟିଂ ହଉଛି ଦେଖିବା ପାଇଁ ମୋ ଭିଡ଼ିଓକୁ ଜମା ବି ଭୁଲିବେନି। ତେବେ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ହସୁଥାନ୍ତୁ, ଭଲ ପାଉଥାନ୍ତୁ, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।